ଆମ ପାଖରେ ଆଜି ଏକ ବହୁତ ପୁରୁଣା ଓଡ଼ିଆ ଗ୍ରନ୍ଥର କିଛି ଅଂଶ ଅଛି, ଶ୍ରୀମଦ୍ ଭାଗବତ। ଆଉ ଏହାକୁ ପଢ଼ିଲେ ଲାଗୁଛି କି ଏହା ଖାଲି ଗୋଟେ ଧର୍ମଗ୍ରନ୍ଥ ନୁହେଁ, ଏହା ଭଗବାନ ଶ୍ରୀକୃଷ୍ଣଙ୍କ ଜୀବନର ଏକ, କହିବାକୁ ଗଲେ, ଆକ୍ସନ୍ ପ୍ୟାକ୍ଡ ସାରାଂଶ। ଏଥିରେ ବୀରତ୍ୱ ଅଛି, ରୋମାନ୍ସ ଅଛି, ଆଉ ଏମିତି କିଛି ଅଲୌକିକ କାର୍ଯ୍ୟକଳାପ ଅଛି ଯାହା କଳ୍ପନା ବାହାରେ। ଏକଦମ ଠିକ୍। ଆଉ ଆଜି ଆମର ଚେଷ୍ଟା ରହିବ କି ଏହି ଗ୍ରନ୍ଥ ଭିତରେ ଥିବା କୃଷ୍ଣଙ୍କ ଚରିତ୍ରର ବିଭିନ୍ନ ଛବିକୁ ଟିକେ ଭଲ ଭାବେ ବୁଝିବା। କେବଳ ଭଗବାନ ଭାବରେ ନୁହେଁ, ବରଂ ଜଣେ ଯୋଦ୍ଧା, ଜଣେ ପ୍ରେମିକ ଆଉ ଜଣେ କୁଶଳୀ ରଣନୀତିକାର ଭାବରେ ତାଙ୍କୁ କେମିତି ଦେଖାଯାଇଛି ତାର ଗଭୀରତାକୁ ଯିବା। ହଁ, ଆଉ ଆଲୋଚନା ଆରମ୍ଭ କରିବା ପୂର୍ବରୁ ଗୋଟିଏ ପ୍ରଶ୍ନରୁ ହିଁ ଆରମ୍ଭ କରୁଛି, ଯାହା ମୋତେ ସବୁଠୁ ଅଧିକ ଆଶ୍ଚର୍ଯ୍ୟ କରିଛି। ଜଣେ ବ୍ୟକ୍ତି କେମିତି ଗୋଟିଏ ମୁହୂର୍ତ୍ତରେ ଏକା ସାଙ୍ଗରେ 16,000ରୁ ଅଧିକ ରାଜକନ୍ୟାଙ୍କୁ ବିବାହ କରିପାରିବ? ଏହା ପଛର କାହାଣୀଟା କ'ଣ? ଚାଲନ୍ତୁ ଆଜି ଏଇଠୁ ହିଁ ଆରମ୍ଭ କରିବା। ତେବେ ପ୍ରଥମେ କୃଷ୍ଣଙ୍କର କିଛି ଆରମ୍ଭିକ ବୀରତ୍ୱପୂର୍ଣ୍ଣ କାର୍ଯ୍ୟ ବିଷୟରେ କଥା ହେବା। ଗ୍ରନ୍ଥରେ ଲେଖା ଅଛି ଯେ ସେ କଂସକୁ ମାରିବା ପରେ ନିଜ ବାପା ମାଙ୍କୁ ମୁକ୍ତ କରେ। ଏକଥା ତ ଆମେ ପ୍ରାୟ ସମସ୍ତେ ଜାଣନ୍ତି, କିନ୍ତୁ ମୋତେ ଯେଉଁ କଥାଟା ଆକର୍ଷିତ କଲା ତାହା ହେଉଛି ଏହାପରେ ସେ ସାନ୍ଦୀପନି ମୁନିଙ୍କ ଆଶ୍ରମକୁ ଗଲେ ଶିକ୍ଷା ପାଇଁ। ମାନେ ସ୍ୱୟଂ ଭଗବାନ ହୋଇ ମଧ୍ୟ ତାଙ୍କୁ ଗୁରୁଙ୍କ ପାଖକୁ ଯିବାକୁ ପଡ଼ିଲା। ଏଇଟା ଏକ ବହୁତ ଗୁରୁତ୍ୱପୂର୍ଣ୍ଣ କଥା। ଏହା ଦେଖାଉଛି ଯେ ସେ ମାନବୀୟ ଲୀଳା କରୁଥିବା ବେଳେ ମାନବୀୟ ପ୍ରଥାକୁ କେତେ ସମ୍ମାନ ଦେଉଥିଲେ। କିନ୍ତୁ ପ୍ରକୃତ କାହାଣୀ ଆରମ୍ଭ ହୁଏ ତାଙ୍କ ଗୁରୁ ଦକ୍ଷିଣା ଦେବାରେ। ତାଙ୍କ ଗୁରୁ ଏମିତି ଏକ ଦକ୍ଷିଣା ମାଗିଲେ ଯାହା କୌଣସି ସାଧାରଣ ମଣିଷ ପାଇଁ ଦେବା ଅସମ୍ଭବ ଥିଲା। କ'ଣ ଥିଲା ସେ ଦକ୍ଷିଣା? ତାଙ୍କ ଗୁରୁଙ୍କର ପୁଅ ବହୁ ବର୍ଷ ପୂର୍ବରୁ ସମୁଦ୍ରରେ ବୁଡ଼ି ମରିଯାଇଥିଲା। ଗୁରୁପତ୍ନୀ ସେହି ମଲା ପୁଅକୁ ଫେରାଇ ଆଣିବାକୁ କହିଲେ। କୃଷ୍ଣ ସମୁଦ୍ର ଭିତରକୁ ଗଲେ ଏବଂ ଜାଣିବାକୁ ପାଇଲେ ଯେ ପଞ୍ଚଜନ ନାମକ ଏକ ଦୈତ୍ୟ ସେ ପିଲାକୁ ନେଇଯାଇଛି। ଗ୍ରନ୍ଥରେ ବର୍ଣ୍ଣନା ଅଛି ସେ ସେହି ଦୈତ୍ୟର ପେଟ ଚିରି ତା ଭିତରୁ ପିଲାଟିକୁ ଖୋଜିଲେ, କିନ୍ତୁ ପାଇଲେ ନାହିଁ। ତାପରେ ପିଲାଟି କୁଆଡ଼େ ଗଲା? ସେ ଜାଣିଲେ ଯେ ପିଲାଟିର ଆତ୍ମା ଯମପୁରକୁ ଚାଲିଯାଇଛି। ତେଣୁ ସେ ସିଧା ଗଲେ ଯମପୁର। ଆଉ ଯେତେବେଳେ ଯମରାଜ କୃଷ୍ଣଙ୍କୁ ଦେଖିଲେ, ସେ ନିଜେ ଆସି ତାଙ୍କୁ ପୂଜା କଲେ ଏବଂ ଗୁରୁପୁତ୍ରକୁ ଫେରାଇ ଦେଲେ। ଏଠି ଗଭୀର କଥାଟି ହେଉଛି, ଏହା କେବଳ ଏକ ଦୈତ୍ୟକୁ ମାରିବାର କାହାଣୀ ନୁହେଁ, ଏହା ଜୀବନ ଓ ମୃତ୍ୟୁର ଚକ୍ର ଉପରେ କୃଷ୍ଣଙ୍କର ଅଧିକାରକୁ ଦେଖାଉଛି। ସେ କେବଳ ଜଣେ ଶକ୍ତିଶାଳୀ ଯୋଦ୍ଧା ନୁହନ୍ତି, ସେ ପ୍ରକୃତିର ନିୟମକୁ ମଧ୍ୟ ବଦଳାଇ ପାରୁଛନ୍ତି। ବାଃ, ଏହା ତ ଅବିଶ୍ୱାସନୀୟ। ଆଉ ଏହି ଦିବ୍ୟ ଶକ୍ତି ସହିତ ତାଙ୍କର ମାନବୀୟ ରୂପ, ବିଶେଷ କରି ତାଙ୍କର ବିବାହ ଗାଥାଗୁଡ଼ିକ ମଧ୍ୟ ବହୁତ ନାଟକୀୟ। ଗ୍ରନ୍ଥରେ ଅଛି ଯେ ସେ ଭୀଷ୍ମଙ୍କ ଝିଅ ରୁକ୍ମିଣୀଙ୍କୁ ହରଣ କରିଥିଲେ, ଆଉ ତାକୁ ବର୍ଣ୍ଣନା କରିବା ପାଇଁ ଏକ ଶକ୍ତିଶାଳୀ ଉପମା ଦିଆଯାଇଛି। ଯେମିତି ଶିଆଳମାନଙ୍କ ଭିତରୁ ସିଂହ ନିଜ ଭାଗ ଛଡ଼ାଇ ନିଏ, ସେମିତି। ହଁ, ଆଉ ସତ୍ୟଭାମାଙ୍କ କଥା ମଧ୍ୟ ଦେଖନ୍ତୁ। ସତ୍ୟଭାମାଙ୍କ ଇଚ୍ଛା ପୂରଣ କରିବା ପାଇଁ ସେ ସ୍ୱର୍ଗରୁ ପାରିଜାତ ଗଛ ଆଣିବାକୁ ଗଲେ। ଆଉ ଏଥିପାଇଁ ତାଙ୍କୁ ଦେବରାଜ ଇନ୍ଦ୍ରଙ୍କ ସହିତ ଯୁଦ୍ଧ କରିବାକୁ ପଡ଼ିଥିଲା। ଗ୍ରନ୍ଥରେ ଲେଖା ଅଛି ଯେ ସେ ଇନ୍ଦ୍ରଙ୍କୁ ଲୀଳାରେ ପରାସ୍ତ କରିଥିଲେ। ମାନେ ଏକ ଖେଳ ଭଳି ଥିଲା। ହଁ, ଏକଦମ। ଏହି ଘଟଣାଗୁଡ଼ିକ କୃଷ୍ଣଙ୍କୁ ଜଣେ ରୋମାଣ୍ଟିକ ନାୟକ ଭାବରେ ଦେଖାଏ, ଯିଏ ନିଜ ପ୍ରିୟଜନଙ୍କ ପାଇଁ ସାମାଜିକ ନିୟମ ଭାଙ୍ଗିବାକୁ ହେଉ ବା ଦେବତାଙ୍କ ସହ ଲଢ଼ିବାକୁ ହେଉ କେବେ ବି ପଛାଉ ନଥିଲେ। ତେବେ ସେ ନିଜ ପତ୍ନୀମାନଙ୍କ ଇଚ୍ଛା ପୂରଣ ପାଇଁ ଦେବତାଙ୍କ ସହ ବି ଲଢ଼ି ଯାଉଥିଲେ। କିନ୍ତୁ ତାଙ୍କର ଏହି ରକ୍ଷକର ଭୂମିକା କ'ଣ କେବଳ ନିଜ ପରିବାର ଭିତରେ ସୀମିତ ଥିଲା? ମୋତେ ଲାଗୁଛି ଏହା ଆମକୁ ନରକାସୁର କାହାଣୀକୁ ନେଇଯିବ, ଯୋଉଠି ସେ ହଜାର ହଜାର ନାରୀଙ୍କ ପାଇଁ ଠିଆ ହୋଇଥିଲେ। ଏକଦମ ଠିକ୍। ନରକାସୁରର କାହାଣୀ କୃଷ୍ଣଙ୍କୁ ଜଣେ ମୁକ୍ତିଦାତା ଏବଂ, କହିବାକୁ ଗଲେ, ଜଣେ ରାଜାର କର୍ତ୍ତବ୍ୟ ପାଳନକାରୀ ଭାବରେ ଦେଖାଏ। ଗ୍ରନ୍ଥରେ ବର୍ଣ୍ଣନା ଅଛି ଯେ ସେ ଗରୁଡ଼ ପିଠିରେ ବସି ନରକାସୁରର ରାଜ୍ୟରେ ପହଞ୍ଚିଲେ, ଯାହାର ଭବନ ଆକାଶକୁ ଛୁଉଁଥିଲା। ସେଠାରେ ଭୟଙ୍କର ଯୁଦ୍ଧ ହେଲା ଏବଂ ଶେଷରେ କୃଷ୍ଣ ନିଜ ସୁଦର୍ଶନ ଚକ୍ରରେ ନରକାସୁରର ମୁଣ୍ଡ କାଟିଦେଲେ। କିନ୍ତୁ କାହାଣୀ ଏତିକିରେ ସରି ନଥିଲା, ନୁହେଁ କି? ନରକାସୁରକୁ ମାରିବା ପରେ କ'ଣ ହେଲା? ତାପରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ କଥା ହେଲା। ପ୍ରଥମେ, ନରକାସୁରର ମା ପୃଥିବୀ ଦେବୀ ମାନେ ଧରଣୀ, ସେ ଆସି କୃଷ୍ଣଙ୍କୁ କ୍ଷମା ମାଗିଲେ ଆଉ ନିଜ ନାତି ଅର୍ଥାତ୍ ନରକାସୁରର ପୁଅ ପାଇଁ ରାଜ୍ୟ ମାଗିଲେ। କୃଷ୍ଣ କେବଳ ଦୁଷ୍ଟକୁ ଦମନ କରି ଚୁପ୍ ବସିଗଲେ ନାହିଁ, ସେ ନରକାସୁରର ପୁଅକୁ ସେହି ରାଜ୍ୟର ରାଜା କରାଇଲେ।
ଏହା ତାଙ୍କର ରାଜନୈତିକ ଦୂରଦୃଷ୍ଟି ଦେଖାଏ। ଆଚ୍ଛା, ମାନେ ଶତ୍ରୁକୁ ଶେଷ କରିବା ପରେ ବି ସେଠାରେ ଶାସନରେ ସ୍ଥିରତା ରହିବା ଦରକାର। ହଁ, ସେଇ ବ୍ୟବସ୍ଥା ସେ କଲେ। ଆଉ ଦ୍ୱିତୀୟ କଥାଟି, ଯାହା ଆମେ ଆରମ୍ଭରେ କହୁଥିଲେ, ସେଇ 16,100 ରାଜକନ୍ୟାଙ୍କ କଥା, ସେମାନଙ୍କର କ'ଣ ହେଲା? ସେମାନଙ୍କୁ ତ ସେତେବେଳର ସମାଜ ଗ୍ରହଣ କରିବା ବହୁତ କଷ୍ଟକର ଥିଲା। ଏଇଠି କୃଷ୍ଣଙ୍କର ଚରିତ୍ରର ସବୁଠୁ ବଡ଼ ଦିଗ ଦେଖିବାକୁ ମିଳେ। ସେହି ରାଜକନ୍ୟାମାନେ ବର୍ଷ ବର୍ଷ ଧରି ନରକାସୁରର ବନ୍ଦୀ ଥିଲେ। ମୁକ୍ତ ହେବା ପରେ ସେମାନେ କୃଷ୍ଣଙ୍କୁ ଦେଖି ତାଙ୍କୁ ହିଁ ନିଜ ପତି ରୂପେ ପାଇବାକୁ ଇଚ୍ଛା କଲେ। କାରଣ ସେମାନେ ଜାଣିଥିଲେ ଯେ ସେମାନଙ୍କୁ ଆଉ କେହି ବିବାହ କରିବେ ନାହିଁ, ସମାଜ ସେମାନଙ୍କୁ ଗ୍ରହଣ କରିବ ନାହିଁ। କୃଷ୍ଣ ସେମାନଙ୍କର ଏହି ଦୁର୍ଦ୍ଦଶା ବୁଝିପାରିଲେ। ରାଜଧର୍ମ ଅନୁସାରେ ଶରଣାର୍ଥୀର ରକ୍ଷା କରିବା ରାଜାର କର୍ତ୍ତବ୍ୟ। ସେ ସେମାନଙ୍କୁ କେବଳ ମୁକ୍ତ କଲେ ନାହିଁ, ବରଂ ସେମାନଙ୍କର ସମ୍ମାନ ଏବଂ ସାମାଜିକ ସ୍ଥିତିକୁ ଫେରାଇ ଆଣିବା ପାଇଁ ଗ୍ରନ୍ଥ କହୁଛି ସେ ଏକ ମୁହୂର୍ତ୍ତରେ ସମସ୍ତ 16,100 କନ୍ୟାଙ୍କୁ ବୈଦିକ ରୀତିରେ ପତ୍ନୀ ରୂପେ ଗ୍ରହଣ କଲେ। ଏକ ମୁହୂର୍ତ୍ତରେ? ଏହା ତ ଏକ ଅଲୌକିକ କାର୍ଯ୍ୟ। ଏହା କେବଳ ଏକ ବିବାହ ନଥିଲା, ଏହା ହଜାର ହଜାର ନାରୀଙ୍କୁ ଏକ ନୂଆ ଜୀବନ ଦେବା ସହ ସମାନ ଥିଲା। ନିଶ୍ଚିତ ଭାବରେ ସେ ସେମାନଙ୍କର ଦାୟିତ୍ୱ ନେଇ ସେମାନଙ୍କୁ ରାଣୀର ମର୍ଯ୍ୟାଦା ଦେଲେ। ଗ୍ରନ୍ଥରେ ଏହା ମଧ୍ୟ ଉଲ୍ଲେଖ ଅଛି ଯେ ତାଙ୍କର ପ୍ରତ୍ୟେକ ପତ୍ନୀଙ୍କଠାରୁ 10 ପୁଅ ଓ ଗୋଟିଏ ଝିଅ ଜନ୍ମ ହୋଇଥିଲେ, ଯେଉଁମାନେ ଦେଖିବାକୁ କୃଷ୍ଣଙ୍କ ପରି ଥିଲେ। ତେବେ ଆମେ ତାଙ୍କୁ ଜଣେ ଯୋଦ୍ଧା ଏବଂ ମୁକ୍ତିଦାତା ଭାବରେ ଦେଖିଲେ, କିନ୍ତୁ ଏବେ ତାଙ୍କର ସବୁଠୁ ଜଟିଳ ଭୂମିକାକୁ ଆସିବା କୁରୁକ୍ଷେତ୍ର ଯୁଦ୍ଧରେ ଜଣେ ମହାନ ରଣନୀତିକାର ଭାବରେ। ଏହି ଗ୍ରନ୍ଥ ଏହି ଯୁଦ୍ଧକୁ ଏକ ଟିକେ ଅଲଗା ଦୃଷ୍ଟିକୋଣରୁ ଦେଖାଏ। ହଁ, ଏଥିରେ କୌରବଙ୍କ ପରାଜୟର କାରଣକୁ ବହୁତ ସ୍ପଷ୍ଟ ଭାବେ କୁହାଯାଇଛି। କୁହାଯାଇଛି ଯେ କର୍ଣ୍ଣ, ଶକୁନି ଓ ଦୁଶାସନ ସ୍ୱଭାବରେ ଦୁଷ୍ଟ ଥିଲେ ଏବଂ ଦୁର୍ଯ୍ୟୋଧନ ସେମାନଙ୍କ ଉପରେ ବିଶ୍ୱାସ କରିବା ହିଁ ତାର ଅଳ୍ପାୟୁ ହେବାର ମୂଳ କାରଣ ଥିଲା। କିନ୍ତୁ କୃଷ୍ଣଙ୍କ ପାଇଁ ଏ ଯୁଦ୍ଧ କେବଳ ପାଣ୍ଡବ କୌରବଙ୍କ ଭିତରେ ସୀମିତ ନଥିଲା, ନୁହେଁ କି? ଉତ୍ସରେ ଗୋଟେ ଧାଡ଼ି ଅଛି ଯାହା ମୋତେ ବହୁତ ଭାବିବାକୁ ବାଧ୍ୟ କଲା। ଭାରା ନିବାର ଅର୍ଥେ ମହି। ଏହାର ଅର୍ଥ କ'ଣ? ଏହାର ଅର୍ଥ ହେଉଛି ପୃଥିବୀର ଭାର କମ୍ କରିବା ପାଇଁ। କୃଷ୍ଣଙ୍କ ଦୃଷ୍ଟିରେ ଏହି ଯୁଦ୍ଧ କେବଳ ଦୁଇ ପରିବାରର ଲଢ଼େଇ ନଥିଲା। ଏହା ଥିଲା ପୃଥିବୀରେ ବଢ଼ିଯାଇଥିବା ଅଧର୍ମୀ ରାଜାମାନଙ୍କର ଭାରକୁ କମ୍ କରିବାର ଏକ ସୁଯୋଗ। ସେ ଜଣେ ଦିବ୍ୟ ନିୟନ୍ତ୍ରକ ଭାବରେ କାର୍ଯ୍ୟ କରୁଥିଲେ। ସେ ଜାଣିଥିଲେ ଯେ ଭୀଷ୍ମ, ଦ୍ରୋଣ, ଭୀମ, ଅର୍ଜୁନଙ୍କ ଭଳି ମହାରଥୀଙ୍କ ଦ୍ୱାରା ହିଁ ଏହି ଦୁଷ୍ଟ ରାଜାମାନଙ୍କର ବିନାଶ ସମ୍ଭବ। ତେଣୁ ସେ କେବଳ ପାଣ୍ଡବଙ୍କ ପକ୍ଷରେ ନଥିଲେ, ସେ ଧର୍ମ ଏବଂ ବ୍ରହ୍ମାଣ୍ଡୀୟ ସନ୍ତୁଳନ ପକ୍ଷରେ ଥିଲେ। ଠିକ୍ ଅଛି, ଏହା ବୁଝାପଡ଼ୁଛି ଯେ ସେ ଦୁଷ୍ଟ ରାଜାମାନଙ୍କୁ ହଟାଇବାକୁ ଚାହୁଁଥିଲେ। କିନ୍ତୁ ଏଇ ଗ୍ରନ୍ଥରେ ଯାହା କୁହାଯାଇଛି ତାହା ତ ମୋତେ ଚକିତ କରିଦେଉଛି। ସେ କହୁଛନ୍ତି, ଏ ଯେ ମୋହର ଯଦୁବଂଶ, ଏ ମଲେ ଭାରା ହୁଏ ଶେଷ। ମାନେ ସେ ନିଜ ଯଦୁବଂଶଙ୍କୁ ମଧ୍ୟ ସେହି ଭାର ଭିତରେ ଦେଖୁଥିଲେ, ନିଜର ଲୋକଙ୍କୁ। ଏଇଠି କୃଷ୍ଣଙ୍କର ଚରିତ୍ରର ସବୁଠୁ କଠୋର ଏବଂ ଜଟିଳ ଦିଗ ସାମ୍ନାକୁ ଆସେ। ସେ ଭବିଷ୍ୟତ ଦେଖିପାରୁଥିଲେ। ସେ ଜାଣିଥିଲେ ଯେ ତାଙ୍କର ନିଜ ବଂଶ, ଯଦୁବଂଶ, ଅଜୟ ଶକ୍ତି ଏବଂ ଧନ ଯୋଗୁଁ ମଦରେ ମାତାଳ ହୋଇଯିବେ, ଆଉ ପୃଥିବୀ ପାଇଁ ସେମାନେ ହିଁ ପରବର୍ତ୍ତୀ ଭାର ପାଲଟିଯିବେ। କିନ୍ତୁ ସେମାନେ ତ ତାଙ୍କର ନିଜ ଲୋକ ଥିଲେ। ସେ ସେମାନଙ୍କୁ ସିଧାସଳଖ କାହିଁକି ଅଟକାଇଲେ ନାହିଁ? କ'ଣ ସେମାନଙ୍କୁ ବୁଝାଇ ପାରୁନଥାନ୍ତେ? ଏଇଠି ମାୟାର ଧାରଣା ଆସୁଛି। ଗ୍ରନ୍ଥ ଅନୁସାରେ ଏକ ବଡ଼ ଉଦ୍ଦେଶ୍ୟ ପାଇଁ ସେ ନିଜେ ହିଁ ଏକ ଭ୍ରମର ପରିସ୍ଥିତି ସୃଷ୍ଟି କରିଥିଲେ। ସେ ଜାଣିଶୁଣି ଏପରି ପରିସ୍ଥିତି ତିଆରି କଲେ ଯେଉଁଥିରେ ତାଙ୍କ ପୁଅମାନେ ଖେଳଛଳରେ ଋଷିମାନଙ୍କୁ ଅପମାନିତ କଲେ, ଯାହା ଫଳରେ ସେମାନଙ୍କୁ ଅଭିଶାପ ମିଳିଲା। ସେ ଚାହିଁଥିଲେ ସେହି ଅଭିଶାପ ହିଁ ଯଦୁବଂଶ ଧ୍ୱଂସର କାରଣ ହେଉ, ଯାହା ଫଳରେ ସେମାନେ ନିଜ ନିଜ ଭିତରେ ଲଢ଼ି ମରିବେ। ଓହୋ। ହଁ, ଏହା ଏକ ଏପରି ଦିବ୍ୟ ଦୃଷ୍ଟିକୋଣ ଯେଉଁଠି ବ୍ରହ୍ମାଣ୍ଡୀୟ ସନ୍ତୁଳନ ପାଇଁ ନିଜ ପରିବାରର ବଳିଦାନ ଦେବାକୁ ମଧ୍ୟ ସେ ପ୍ରସ୍ତୁତ ଥିଲେ। ଏହା ଶୁଣିବାକୁ ବହୁତ ନିର୍ମମ ଲାଗୁଛି। ନିଜ ପରିବାରର ବିନାଶର ଯୋଜନା ନିଜେ କରିବା। କୁରୁକ୍ଷେତ୍ର ଯୁଦ୍ଧ ପରେ ସେ ଧର୍ମରାଜ ଯୁଧିଷ୍ଠିରଙ୍କୁ ରାଜଗାଦିରେ ବସାଇଲେ, ଉତ୍ତରାଙ୍କ ଗର୍ଭରେ କୁରୁବଂଶର ଶେଷ ପ୍ରଦୀପ ପରୀକ୍ଷିତଙ୍କୁ ରକ୍ଷା କଲେ, କିନ୍ତୁ ନିଜ ବଂଶକୁ ଶେଷ ହେବାକୁ ଦେଲେ। ଏହା କଳ୍ପନା କରିବା କଷ୍ଟକର। ଏତେ ସବୁ ଯୁଦ୍ଧ, ରାଜନୀତି ଆଉ ବ୍ରହ୍ମାଣ୍ଡୀୟ ରଣନୀତି ପରେ ମଣିଷ ଭାବେ କୃଷ୍ଣଙ୍କ ବ୍ୟକ୍ତିଗତ ଜୀବନ କେମିତି ଥିଲା? ଏତେ ବଡ଼ ବୋଝ ନେଇ ସେ ଦ୍ୱାରକାରେ କେମିତି ରହୁଥିଲେ? ସେ କ'ଣ କେବଳ ଜଣେ କଠୋର ରଣନୀତିକାର ଥିଲେ? ନା, ଆଦୌ ନୁହେଁ। ଗ୍ରନ୍ଥରେ ବର୍ଣ୍ଣନା ଅଛି
ଯେ ଦ୍ୱାରକାରେ ସେ ସମ୍ପୂର୍ଣ୍ଣ ଭାବରେ ବେଦମତରେ ଗୃହସ୍ଥ ଧର୍ମ ପାଳନ କରୁଥିଲେ। ସେ ନିଜର ସ୍ମିତ ହସ, ସ୍ନେହଭରା ଚାହାଣୀ ଏବଂ ପୀୟୁଷ ସମ କଥା, ଅର୍ଥାତ୍ ଅମୃତ ଭଳି ମିଠା କଥା। ହଁ, ସେହି କଥା ଦ୍ୱାରା ନିଜର ସମସ୍ତ ପତ୍ନୀଙ୍କ ମନ କିଣି ନେଉଥିଲେ। କିନ୍ତୁ ଏହା କିପରି ସମ୍ଭବ? ଗୋଟିଏ ପଟେ ସେ ନିଜ ବଂଶର ଧ୍ୱଂସର ଯୋଜନା କରୁଛନ୍ତି, ଆଉ ଅନ୍ୟପଟେ ସେ ଜଣେ ଆଦର୍ଶ ସ୍ୱାମୀ ଭାବରେ ଜୀବନ ବିତାଉଛନ୍ତି। ଏହା ଏକ ବିରାଟ ବିରୋଧାଭାସ ନୁହେଁ କି? ଏଇଠି ହିଁ ତାଙ୍କ ଚାରିତ୍ରର ଗଭୀରତା ଲୁଚି ରହିଅଛି। ଗ୍ରନ୍ଥରେ ଏକ ସୁନ୍ଦର ଧାଡ଼ି ଅଛି, ବିଷୟ ବୈରାଗ୍ୟ ଜାତ ହୋଇଲା ଯୋଗୀ ହୃଦଗତ। ଏହାର ଅର୍ଥ ହେଉଛି ସମସ୍ତ ସଂସାରିକ ସୁଖ ଭିତରେ ରହି ମଧ୍ୟ ଯୋଗ ବଳରେ ତାଙ୍କ ହୃଦୟରେ ସମ୍ପୂର୍ଣ୍ଣ ବୈରାଗ୍ୟ ଭାବ ରହିଥିଲା। ସେ ସଂସାରରେ ଥିଲେ, କିନ୍ତୁ ସଂସାର ତାଙ୍କ ଭିତରେ ନଥିଲା। ଆଉ ତାପରେ ଆସିଲା ସେହି ଅନ୍ତିମ ସମୟ। ଯଦୁବଂଶର ବିନାଶର ବର୍ଣ୍ଣନା ବହୁତ ଦୁଃଖଦାୟକ। ଯେତେବେଳେ ସେହି ଅଭିଶାପ ଫଳିବାର ସମୟ ଆସିଲା, କୃଷ୍ଣ ନିଜେ ସମସ୍ତ ଯାଦବମାନଙ୍କୁ ପ୍ରଭାସ ତୀର୍ଥକୁ ଯିବାକୁ ପରାମର୍ଶ ଦେଲେ। ସେଠାରେ ସେମାନେ କ'ଣ କଲେ? ସେମାନେ ସେଠାରେ ସମସ୍ତ ପ୍ରକାର ଧାର୍ମିକ କାର୍ଯ୍ୟ କଲେ। ପବିତ୍ର ପାଣିରେ ଗାଧୋଇଲେ, ପିତୃପୁରୁଷଙ୍କୁ ତର୍ପଣ ଦେଲେ, ଦେବତା ଓ ଋଷିମାନଙ୍କୁ ପୂଜା କଲେ। ଏବଂ ବହୁତ ଦାନ ଧର୍ମ ମଧ୍ୟ କଲେ। ସୁନା, ରୂପା, ଗାଈ, ହାତୀ, ଘୋଡ଼ା, ଏପରିକି କନ୍ୟାଦାନ ମଧ୍ୟ। ସେମାନେ ତ ଏତେ ସବୁ ଧାର୍ମିକ କାର୍ଯ୍ୟ କରୁଥିଲେ, ଏତେ ଦାନ ପୁଣ୍ୟ କରୁଥିଲେ, ତଥାପି ସେମାନଙ୍କର ଏପରି ବିନାଶ କାହିଁକି ହେଲା? ଏହା କ'ଣ ଦର୍ଶାଉଛି ଯେ ପୁଣ୍ୟ କଲେ ମଧ୍ୟ ନିୟତିକୁ ବଦଳାଇ ହୁଏ ନାହିଁ? ଏହା ହିଁ ଏହି ଘଟଣାର ସବୁଠୁ ବଡ଼ ଦାର୍ଶନିକ ଦିଗ। ଧର୍ମ ଏବଂ ଅବଶ୍ୟମ୍ଭାବୀ ବିନାଶ ଏକାଠି ଘଟୁଛି। ସେମାନେ ସମସ୍ତ ଧାର୍ମିକ କାର୍ଯ୍ୟ କରିବା ସତ୍ତ୍ୱେ ନିଜ ନିୟତିର ବଞ୍ଚିପାରିଲେ ନାହିଁ, କାରଣ ସେମାନଙ୍କର ନିୟତି ସ୍ୱୟଂ କୃଷ୍ଣଙ୍କ ଦ୍ୱାରା ଏକ ବୃହତ୍ତର ବ୍ରହ୍ମାଣ୍ଡୀୟ ଉଦ୍ଦେଶ୍ୟ ପାଇଁ ନିର୍ଦ୍ଧାରିତ ହୋଇସାରିଥିଲା। ଏହା ଦର୍ଶାଏ ଯେ ଦିବ୍ୟ ଯୋଜନା ଆଗରେ ବ୍ୟକ୍ତିଗତ ପୁଣ୍ୟ ବେଳେବେଳେ ଗୌଣ ହୋଇଯାଏ। ତେବେ ଆଜିର ଆଲୋଚନାରେ ଆମେ କୃଷ୍ଣଙ୍କର କେତେ ଯା ଅଲଗା ଅଲଗା ରୂପ ଦେଖିଲେ। ଜଣେ ବୀର, ଯିଏ ମୃତ୍ୟୁଲୋକରୁ ନିଜ ଗୁରୁପୁତ୍ରକୁ ଫେରାଇ ଆଣିପାରନ୍ତି। ଜଣେ ମୁକ୍ତିଦାତା, ଯିଏ ହଜାର ହଜାର ନାରୀଙ୍କ ସମ୍ମାନ ରକ୍ଷା କରନ୍ତି। ଏବଂ ଜଣେ ବିଶ୍ୱସ୍ତରୀୟ ରଣନୀତିକାର, ଯିଏ ପୃଥିବୀର ଭାର ହାଲୁକା କରିବା ପାଇଁ ଶତ୍ରୁଙ୍କ ସହ ନିଜ ବଂଶର ବିନାଶର ଯୋଜନା ମଧ୍ୟ କରନ୍ତି। ଆଉ ଶେଷରେ ଜଣେ ଗୃହସ୍ଥ, ଯିଏ ନିଜ ଲୋକଙ୍କର ସେହି ପୂର୍ବନିର୍ଦ୍ଧାରିତ ଅନ୍ତକୁ ନିଜ ଆଖିରେ ଦେଖନ୍ତି। ଏହି ଗ୍ରନ୍ଥ ପ୍ରକୃତରେ କୃଷ୍ଣଙ୍କର ଏକ ବହୁତ ଜଟିଳ ଚରିତ୍ର ଆମ ସାମ୍ନାରେ ରଖୁଛି। ସେ ଏକ ଏପରି ଦିବ୍ୟ ସ୍ତରରେ କାମ କରନ୍ତି, ଯେଉଁଠି ଆମର ସାଧାରଣ ଭଲମନ୍ଦ, ନିଜ ପରର ଧାରଣା କାମ କରେ ନାହିଁ। ସେଠାରେ ବ୍ୟକ୍ତିଗତ ସମ୍ପର୍କ ଏବଂ ପରିବାରର ସୁରକ୍ଷା ମଧ୍ୟ ବିଶ୍ୱଧର୍ମ ଏବଂ ସନ୍ତୁଳନ ଆଗରେ ଛୋଟ ହୋଇଯାଏ। ଏହା ସତ ଯେ ତାଙ୍କର କାର୍ଯ୍ୟକଳାପକୁ ବୁଝିବା ପାଇଁ ଏକ ଭିନ୍ନ ଦୃଷ୍ଟିକୋଣର ଆବଶ୍ୟକତା ରହିଛି। ଏହି ଆଲୋଚନାରେ ଶେଷରେ ଶ୍ରୋତାଙ୍କ ପାଇଁ ମୁଁ ଏକ ଚିନ୍ତନୀୟ ପ୍ରଶ୍ନ ଛାଡ଼ିଯାଉଛି। ଆମେ ଆଲୋଚନା କଲେ ଯେ କୃଷ୍ଣ ବିଷ୍ଣୁମାୟାର ପ୍ରୟୋଗ କରି ନିଜ ପୁତ୍ରମାନଙ୍କ ମନରେ ଭ୍ରମ ସୃଷ୍ଟି କରିଥିଲେ, ଯାହା ସେମାନଙ୍କ ବିନାଶର କାରଣ ହୋଇଥିବା ଅଭିଶାପକୁ ଡାକି ଆଣିଲା। ତେବେ ପ୍ରଶ୍ନ ହେଉଛି, ଯଦି ଏକ ବୃହତ୍ତର ମଙ୍ଗଳ ପାଇଁ ସେମାନଙ୍କର ବିନାଶ ଜରୁରୀ ଥିଲା, ତେବେ ଏହି ମାୟାର କ'ଣ ଆବଶ୍ୟକତା ଥିଲା? ସେ ସିଧାସଳଖ ଏହା କାହିଁକି କଲେ ନାହିଁ? ଏକ ଦିବ୍ୟ ଉଦ୍ଦେଶ୍ୟ ପୂରଣ ପାଇଁ ମଧ୍ୟ କ'ଣ ମାୟା ବା ଛଳନାର ଆଶ୍ରୟ ନେବାକୁ ପଡ଼େ? ଏହା ଭାଗ୍ୟ, ସ୍ୱଇଚ୍ଛା ଏବଂ ଦୈବୀ ହସ୍ତକ୍ଷେପର ପ୍ରକୃତି ଉପରେ ଗଭୀର ଭାବରେ ଚିନ୍ତା କରିବାକୁ ବାଧ୍ୟ କରେ।